ଆଜିର ପ୍ରଥମ ପ୍ରଶ୍ନ ହେଉଛି କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ? ଅପସନ୍ ଏ କୋଇଲି, ଅପସନ୍ ବି ପାରା, ଅପସନ୍ ସି ଶୁଆ, ଅପସନ୍ ଡି ମୟୂର। ଫ୍ରେଣ୍ଡସ୍, ଏହାର ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ପାଇଁ 5 ସେକେଣ୍ଡ ସମୟ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ପାରା। ପାରାକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟକିରଣରେ କେଉଁ ଭିଟାମିନ୍ ମିଳିଥାଏ? ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ବି, ଅପସନ୍ ସି ଭିଟାମିନ୍ ସି, ଅପସନ୍ ଡି ଭିଟାମିନ୍ ଡି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଭିଟାମିନ୍ ଡି। ସୂର୍ଯ୍ୟକିରଣରେ ଭିଟାମିନ୍ ଡି ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ କୁକୁରକୁ ପୂଜା କରାଯାଏ? ଅପସନ୍ ଏ ଚୀନ, ଅପସନ୍ ବି ଜାପାନ, ଅପସନ୍ ସି ଶ୍ରୀଲଙ୍କା, ଅପସନ୍ ଡି ନେପାଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ନେପାଳ। ନେପାଳ ଦେଶରେ କୁକୁରକୁ ପୂଜା କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ମୂଷା କାମୁଡ଼ିଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ମ୍ୟାଲେରିଆ, ଅପସନ୍ ବି ଡେଙ୍ଗୁ, ଅପସନ୍ ସି ଟାଇଫଏଡ଼୍, ଅପସନ୍ ଡି ପ୍ଲେଗ ରୋଗ। ଏହାର ଉତ୍ତର ଜାଣିବା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପ୍ଲେଗ ରୋଗ। ମୂଷା କାମୁଡ଼ିଲେ ପ୍ଲେଗ ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପଦାର୍ଥ ପାଣିରେ ପଡ଼ିଲେ ମଧ୍ୟ ଓଦା ହୋଇନଥାଏ? ଅପସନ୍ ଏ ଲୁହା, ଅପସନ୍ ବି ପଥର, ଅପସନ୍ ସି ପ୍ଲାଷ୍ଟିକ୍, ଅପସନ୍ ଡି କାଚ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କାଚ। କାଚ ପାଣିରେ ପଡ଼ିଲେ ମଧ୍ୟ ଓଦା ହୋଇନଥାଏ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଗହମ ଉତ୍ପାଦନ କରାଯାଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ବିହାର, ଅପସନ୍ ସି ଉତ୍ତରପ୍ରଦେଶ, ଅପସନ୍ ଡି ମଧ୍ୟପ୍ରଦେଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଗହମ ଉତ୍ପାଦନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ବାସି ଭାତ ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ବ୍ଲଡ଼ ପ୍ରେସର, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି ଡାଇବେଟିସ୍, ଅପସନ୍ ଡି ମଧୁମେହ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କୋଷ୍ଠକାଠିନ୍ୟ। ବାସି ଭାତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ଠିକ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କଳା ମାଟି କେଉଁ ଫସଲ ପାଇଁ ଉପଯୋଗୀ ଅଟେ? ଅପସନ୍ ଏ କଦଳୀ, ଅପସନ୍ ବି ଆଖୁ, ଅପସନ୍ ସି କପା, ଅପସନ୍ ଡି ଲିଚୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କପା। କପା ଚାଷ କଳା ମାଟି ପାଇଁ ଉପଯୋଗୀ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଖାଦ୍ୟ ଖାଇସାରିବା ପରେ କ'ଣ ଖାଇଲେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ଥାଏ? ଅପସନ୍ ଏ ମିଠା, ଅପସନ୍ ବି ପାମ୍ପଡ଼, ଅପସନ୍ ସି ଚା, ଅପସନ୍ ଡି କଦଳୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଚା। ପରବର୍ତ୍ତୀ ପ୍ରଶ୍ନ, ଅତ୍ୟଧିକ ଆଚାର ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ଏସିଡ଼ିଟି, ଅପସନ୍ ସି ବାତ ରୋଗ, ଅପସନ୍ ଡି କ୍ୟାନ୍ସର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଏସିଡ଼ିଟି। ଅତ୍ୟଧିକ ଆଚାର ଖାଇବା ଦ୍ୱାରା ଏସିଡ଼ିଟି ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବ ତା'ର ନାକ ସାହାଯ୍ୟରେ ପାଣି ପିଇଥାଏ? ଅପସନ୍ ଏ ସାପ, ଅପସନ୍ ବି ମୂଷା, ଅପସନ୍ ସି ହାତୀ, ଅପସନ୍ ଡି ହରିଣ। ଏହାର ସଠିକ୍ ଉତ୍ତର ହେଉଛି
ଅପସନ୍ ସି ହାତୀ। ହାତୀ ତା'ର ନାକ ସାହାଯ୍ୟରେ ପାଣି ପିଇଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଛି ଆପଣମାନଙ୍କ ପାଇଁ। କେଉଁ ଗଛର ପତ୍ରରୁ ବିଡ଼ି ତିଆରି କରାଯାଏ? ଅପସନ୍ ଏ ଶାଳପତ୍ର, ଅପସନ୍ ବି ଶାଗୁଆନ ପତ୍ର, ଅପସନ୍ ସି କେନ୍ଦୁପତ୍ର, ଅପସନ୍ ଡି କଦଳୀ ପତ୍ର। ଏହାର ଉତ୍ତର ଯେଉଁମାନେ ଜାଣିଛନ୍ତି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ରଖନ୍ତୁ।